ଦେଖନ୍ତୁ ଆମେ ଚାଷୀଙ୍କର ସବୁ ସମସ୍ୟାର ସମାଧାନ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଦେଇଛନ୍ତି। ଯେମିତି ରେଜିଷ୍ଟ୍ରେସନରେ ପ୍ରୋବ୍ଲେମ୍ ଥିଲା ତା ପାଇଁ ଆମେ ସରଳୀକରଣ କଲୁ ଏବଂ ତାଙ୍କର ସମୟ ଅବଧି ମଧ୍ୟ ବଢ଼େଇଲୁ। ଆମର ଅଗଷ୍ଟ 25 ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ହେବ। ଆଉ ଯଦି ଡାଟା ଦେଖିବା ତାହେଲେ ମଧ୍ୟ ଠିକ୍ ପରିମାଣର କୃଷକମାନେ ରେଜିଷ୍ଟ୍ରେସନ୍ କରିସାରିଲେଣି। ମାନେ ପ୍ରାୟ 13,76,000 କୃଷକ ଅବିକା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ କରିସାରିଲେଣି। ଆଉ ତାପରେ ଆମେ ତ କହିଲୁ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ସାଇନ୍ କରିଦେଇକିରି ରେଜିଷ୍ଟ୍ରେସନ୍ କରିବା। ରେଜିଷ୍ଟ୍ରେସନ୍ରେ କିଛି ଅସୁବିଧା ନାହିଁ। ଆଉ ଯେଉଁ କଟନୀ ଛଟନୀ କଥା କହୁଛ, ତାଙ୍କ ଅମଳରେ କ'ଣ କଟନୀ ଛଟନୀ ହେଉନଥିଲା? ତାଙ୍କ ଅମଳରେ କଟନୀ ଛଟନୀ ବହୁତ ହେଉଥିଲା। ଆମ ଅମଳରେ ଆମେ ତାକୁ କଣ୍ଟ୍ରୋଲ କରିଛୁ, ବହୁ ପରିମାଣରେ ତାକୁ କଣ୍ଟ୍ରୋଲ ହେଇଛି ଏବଂ ଆମର ପଲିସି ହେଉଛି ଜିରୋ କଟନୀ ଛଟନୀ। ଏବେ ମଧ୍ୟ ସବୁ ଅଫିସରମାନଙ୍କୁ ସେ କାମରେ ଲଗାଯାଇଛି। ଆଗାମୀ ଦିନରେ ଯେଉଁ ଖରିଫ ଋତୁରେ ଯେଉଁ ପ୍ରୋକ୍ୟୁରମେଣ୍ଟ ହେବ ସେଥିରେ ମଧ୍ୟ ଅଫିସରମାନେ ପ୍ରତ୍ୟେକ ଆଉ ମଣ୍ଡି ସ୍ତରରେ ଦାୟିତ୍ୱ ନେବେ। ଦାୟିତ୍ୱ ନେଲା ପରେ ଆମେ ଦେଖିବୁ ଯେମିତି କଟନୀ ଛଟନୀ ରୋକାଯାଇପାରିବ ତାର ବ୍ୟବସ୍ଥା ନାଇଁ। ସିଏ କରିବେ, ତାଙ୍କର ବିରୋଧୀ ଦଳ ସେ କରିବେ, ତାଙ୍କୁ ଆମେ କାହିଁକି ଇଏ କରିବା? ସିଏ କରନ୍ତୁ ତାଙ୍କ କାମ।